ଆରେ କାଲି ଆମେ ମାନେ ସିନା ହୋଲି ପାଳିଲେ, କିନ୍ତୁ ଯେ ଢକଲମ ପାଟି ସେମାନେ କାଲି ପାଳିଛନ୍ତି ମଦ ଦିବସ। ମୋ ସାଙ୍ଗ ମୋତେ ହୋଲି ପୂର୍ବ ଦିନ କହୁଛି କି ସାଙ୍ଗ ମୋତେ 3000 ଟଙ୍କା ଦେ, 3000 ଟଙ୍କା ଦେ। କହିଲେ ଆରେ କାହିଁବେ? ନା ନା କାଲି ହୋଲିଟା ମୁଁ ଟିକେ ମାଲ କିଣିକି ରଖିଥାନ୍ତି। ମୁଁ କହିଲି ଆରେ ହୋଲିଟା ରଙ୍ଗ କିଣୁନୁ, ମାଲ କ'ଣ କିଣିବୁ? ସିଏ କହୁଛି କାଲି ପା ହୋଲି, କାଲି ପା ରଙ୍ଗ ମିଳିଯିବ, ରଙ୍ଗ ଦୋକାନ ଖୋଲା, ମଦ ଦୋକାନଟା ବନ୍ଦ। ଶଳା ରଙ୍ଗ କିଣିଛି 30 ଟଙ୍କା, ମାଲ ପିଇଛି 3000 ଟଙ୍କା। ସେ ମଦ ପିଇକି ସେ ଯାହା ହେଉଛି, ମଦ ପିଇକି ରଙ୍ଗ ଫଙ୍ଗ ଧରି ହାପି ହୋଲି ଚିଲେଇ ଚିଲେଇ ଆଇଲା। ଆମ ପଡ଼ିଶା ଘର ଭାଉଜ ବାହାରେ ସାଙ୍ଗ ଯେଉଁ ମାନେ ଶିଳରେ ଅଦା ରସୁଣ ବାଟୁଥିଲେ ଚିକେନ୍ ହେବ ବୋଲି। ଭାଉଜ ତାକୁ ଯେମିତି ଦେଖିଛନ୍ତି ସେ ଅଦା ରସୁଣକୁ ସେଇଠି ଛାଡ଼ି ଘର ଭିତରକୁ ପଳେଇଲେ। ଇଏ ପାଗଳା ମଦ ନିଶାରେ ସେ ଅଦା ରସୁଣଟାକୁ କାଢ଼ିକି ସେଇଥିରେ ଟିକେ ଶାଗୁଆ ରଙ୍ଗ ପୂରେଇକି ଅଦା ରସୁଣଟାକୁ ପୁଣି ଢାଙ୍କି ଦେଇକି ସାଇଜ୍ କରିକି ଥୋଇ ଦେଇକି ପଳେଇଲା। ଭାଉଜ ଆସିଲେ ସେଇ ଅଦା ରସୁଣକୁ ନେଇକି ଗଲେ ରୋଷେଇ କଲେ। କାଲି ଭାଉଜ ଘରେ ଶାଗୁଆ ରଙ୍ଗର ଚିକେନ୍ କଷା ହେଇଥିଲା। ଇଏ ମଦ ପିଇ ଦେଇଛି ଭାଇ, ଶୋଇପଡ଼ିଛି। ଇଏ ଏଯାଏଁ ବି ତାକୁ ଲାଗୁଛି ଏଯାଏଁ ହୋଲି ଚାଲିଛି। ନିଦ ଭାଙ୍ଗିଲେ ମୋତେ କହୁଛି ହାପି ହୋଲି, ରଙ୍ଗ ଟିକେ ଲଗେଇ ଦେଇକି ପୁଣି ଶୋଇପଡ଼ୁଛି।